सुदर्शन शत्रु दमन कर। दूर स्पर्धा शुण कृष्ण ए अपमान परिणति तुमको भोग करने को पड़ो किंतु जो अस्त्र केबे विफल होइनी सही पाशुपत अस्त्र मु प्रयोग करी एवं निजक रक्षा करने को चेष्टा कर पाशुपत। जड़े सामान्य राजार गोटे अन्याय इच्छा को प्रशय दे असफल हेला परे ए अस्त्र को व्यवहार कल पुणी मो विरुद्ध रे मोर भूल ही सही प्रभु। विद्यापति आज पर्यंत जहाँ को तमे ऋषि प्रवर बोली जानी से होउछंती प्रकृत महर्षि नारद। देवदेव महादेव थरे चिंता कले तपस्या करी विष्णु को प्रसन्न कराइबे। तपस्या पाई स्थान खोजी खोजी से कुशस्थली संधान पाइले। ए रुक्ष कंटकमय कुशस्थल मध्य एक मनोरम उपवन रे परिणत हो जाइछि। तुमर द्विधा नहीं तो? ना प्रभु प्रणाम ग्रहण करतु। उत्कल देवपीठ मंदिर मालिनी एकाम्र क्षेत्रु राजा इंद्रद्युम्न नारदंक सहित यात्रा करी पुरुषोत्तम क्षेत्र रे प्रवेश करिसंती। एही क्षेत्र आकार रे शंख सदृश एवं यार चारि पाखरे अष्टशंभु और अष्टशक्ति जगी रहिसंती। शिव आराधना और शक्ति आराधना हेउछि श्रीक्षेत्रर धर्मपरायण मानव मानंकर मूल मंत्र। पुणी यह हेउछि वैष्णव पीठ। शंखर अंतर्वेदी रे प्रभु नीलमाधवंकर आस्थान। सेठी पहुंचवा पूर्वरु राजा इंद्रद्युम्न कपतेश्वर मंदिर दर्शन करिसंती। पातालवासी राक्षस मानंकु दमन करिवा पई श्रीकृष्ण गोटिए विवर मध्य देई पाताल को यात्रा करिसंती। प्रचंड युद्ध रे राक्षस मानंकु दमन करी से फेरी आसिसंती। ओम नमः शिवाय। 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 द्वारिकाधीश कृष्ण मते कहीं आह्वान कले? हे शिव शंभु, हे आशुतोष, हे पशुपति, हे त्रिनयन, मु आपणको नमस्कार करुची। हे जादवपति दुष्ट निवारी संथ पालिबा पई आपण मानव रूपरे संसारर लीला करुछंती। जहाँको आज्ञारे ए त्रिभुवन परिचालित हेउछि तांकर की आवश्यकता पड़िला जे से मते स्मरण कले? हे नीलकंठ सम्मुखर ए विवरटी को देखंतु। ए विवर पाताल को स्पर्श करिछि। पातालपुरु राक्षस माने आसी मनुष्य समाजर अशेष क्षति करिछंती एवं करुछंती। तेणु आपण मते एई बर दियंतु जे मो पाताल रे प्रवेश करी राक्षस मानंकु निपात करि परिबि।
ହେ କେଶବ, ଜଳ ଯଦି କହେ ମୁଁ ତୃଷାରେ କାତର ହେଉଛି, ତା ତୃଷ୍ଣା ନିବାରଣ କରିବ କିଏ? ସେହିପରି ଯାହାର ଇଙ୍ଗିତ ମାତ୍ରେ ପ୍ରଳୟରୁ ସୃଷ୍ଟି, ସୃଷ୍ଟିରୁ ପ୍ରଳୟ ହେଇପାରେ, ତା ପାଖରୁ କି ଅନୁମତି ବା ଆବଶ୍ୟକ? ହେ ଇଚ୍ଛାମୟ, ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେଉ। ତାହେଲେ ଏ ବିବର ଭିତରକୁ ମୁଁ ପ୍ରବେଶ କରୁଛି ମହାଦେବ। ରାଜନ, ପ୍ରଚଣ୍ଡ ଯୁଦ୍ଧ ପରେ ରାକ୍ଷସମାନଙ୍କୁ ଦମନ କରି ଶ୍ରୀକୃଷ୍ଣ ସେହି ବିବରରୁ ପଛ ଦେଇ ବାହାରକୁ ଆସିଲେ। ଏହି ସ୍ଥାନରେ ମନ୍ଦିର ନିର୍ମାଣ କରି ଏକ ଶିବଲିଙ୍ଗ ସ୍ଥାପନ କଲେ। ଓଁ ନମଃ ଶିବାୟ। ଓଁ ନମଃ ଶିବାୟ। ଓଁ ନମଃ ଶିବାୟ। ଓଁ ନମଃ ଶିବାୟ। ଗୋପୀନାଥ, ଅସୁରମାନଙ୍କୁ ଦମନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ପ୍ରଭୁ ନୀଳକଣ୍ଠ, ରାକ୍ଷସମାନଙ୍କୁ ମୁଁ ଦମନ କରିଛି ସତ, କିନ୍ତୁ ସେମାନେ ତ ଦୁଷ୍ଟ ଶକ୍ତି। ସେମାନଙ୍କ ବିନାଶ ତ ସମ୍ଭବ ନୁହେଁ। ତେଣୁ ମୁଁ ଏହି ମନ୍ଦିର ନିର୍ମାଣ କରି ଆପଣଙ୍କୁ ସ୍ଥାପନ କଲି। ଆପଣ ଏହି ସ୍ଥାନରେ ଅବସ୍ଥାନ କରି ଏହି ବିବର ଭିତରୁ ବାହାରୁଥିବା ଦୁଷ୍ଟ ଶକ୍ତିମାନଙ୍କୁ ପ୍ରତିରୋଧ କରିବେ। ଆପଣଙ୍କ ନିକଟରେ ମୋର ଏତିକି ନିବେଦନ। ଆପଣଙ୍କର ଇଚ୍ଛା ମୁଁ ନିଶ୍ଚୟ ପୂର୍ଣ୍ଣ କରିବି ଗୋପୀନାଥ। ସେହି ଦିନଠାରୁ ଏଠାରେ ଦେବଦେବ ମହାଦେବ ବିଲ୍ୱେଶ୍ୱର ନାମରେ ଖ୍ୟାତ। ଆସ ରାଜନ, ବିଲ୍ୱେଶ୍ୱରଙ୍କୁ ଦର୍ଶନ କରିବା। ଜାଣିଛ ସୃଷ୍ଟିଧର, ଏଇଠି ପବନ ବନ୍ଧା ହେଇଥିଲା। ଏଇ କୂଳରେ ଠିଆ ହେଇ ମୁଁ ଦେଖିଥିଲି ଲଳିତା ପାଣିରେ ବୁଡି ଯାଉଛି ବୋଲି। ଏଇ ବୃକ୍ଷ ମୂଳରୁ ଶବର ରାଜ୍ୟର ସୈନ୍ୟମାନେ ମତେ ବାନ୍ଧି ନେଇ ଶବରପଲ୍ଲୀକୁ ନେଇ ଯାଇଥିଲେ। ଆଉ ତାପରେ ଯାହା ଘଟିଗଲା ସେଇଟା ଇତିହାସ ଥିଲା। ଶୁଣିଥିଲି ଇତିହାସର ପୁନରାବୃତ୍ତି ହୁଏ, କିନ୍ତୁ ଏବେ ଜାଣିଲି ପୁନରାବୃତ୍ତି ହୁଏ ସତ, କିନ୍ତୁ ଏକାଭଳି ଘଟଣା ଘଟେ ନାହିଁ। ତମ ବିଚ୍ଛେଦରେ ବୁଡି ଯାଇଥିବା ଲଳିତା ଏବେ ବି ବୁଡୁଥିବ ସତ, କିନ୍ତୁ ନଦୀ ଜଳରେ ନୁହେଁ, ଦୁଃଖର ସମୁଦ୍ରରେ। ଛାଡ଼ ଛାଡ଼ ସେ କଥା। ସୂର୍ଯ୍ୟାସ୍ତ ହେବାକୁ ବସିଲାଣି। କିଛି ସମୟ ପରେ ସନ୍ଧ୍ୟାର ଅନ୍ଧକାର ଘଟି ଆସିବ। ମହାରାଜ ଏପର୍ଯ୍ୟନ୍ତ ଆସିଲେନି। ଆଜି ରାତିରେ ନଦୀ ଅତିକ୍ରମ କରିବା ନା ଏଇଠି ଅପେକ୍ଷା କରିବା? ଏଇ ତ ମହାରାଜ ଆସିଗଲେ। ମହାରାଜଙ୍କର ଜୟ ହେଉ। ପ୍ରଣାମ ଦେବର୍ଷି ନାରଦ। ଦେବର୍ଷି,
ଏଥିରେ ଆଶ୍ଚର୍ଯ୍ୟ ହବାର କ'ଣ ଅଛି ସୃଷ୍ଟିଧର? ଇଏ ହେଉଛନ୍ତି ମହର୍ଷି ନାରଦ, ଆମ ସମସ୍ତଙ୍କର ପ୍ରଧାନ ପଥ ପ୍ରଦର୍ଶକ। ପ୍ରଣାମ ଗ୍ରହଣ କରନ୍ତୁ ଦେବର୍ଷି। ମହାରାଜ, ଆମେ ବର୍ତ୍ତମାନ ନଦୀ କୂଳରେ ପହଞ୍ଚି ସାରିଛୁ। ଏହି ନଦୀର ନାମ ମାଳିନୀ। ନଦୀର ଅପର କୂଳରେ ଶବରପଲ୍ଲୀ। ଶବରପଲ୍ଲୀ ଶେଷରୁ ଆରମ୍ଭ ହୋଇଛି ଗଭୀର ଅରଣ୍ୟ, ଆଉ ସେହି ଅରଣ୍ୟ ମଧ୍ୟରେ ନୀଳାଚଳ ପର୍ବତ, ଯାହାର ଅନ୍ୟ ନାମ ନୀଳଗିରି। ମହାରାଜ, ଆପଣ ଆଦେଶ ଦେଲେ ନଦୀ ଅତିକ୍ରମ କରି ଶବରପଲ୍ଲୀ ଭିତରକୁ ପ୍ରବେଶ କରିବ, ନହେଲେ କାଲି ପ୍ରଭାତ ପର୍ଯ୍ୟନ୍ତ ଏଇଠି ଅପେକ୍ଷା କରିବ। ତମେ କ'ଣ କହୁଛ? ମହାରାଜ, ସନ୍ଧ୍ୟା ଆଗତ ପ୍ରାୟ। ଏତେ ଲୋକଙ୍କର ନଦୀ ଆରକୂଳକୁ ଯିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ତା ଛଡ଼ା ନଦୀ ପାର ହେବା ପାଇଁ ଏତେ ନୌକା ବି ନାହିଁ। ରାଜା ବିଶ୍ୱବସୁଙ୍କୁ ନ ଜଣେଇ ଶବରପଲ୍ଲୀରେ ପ୍ରବେଶ କରିବା ସେଇଟା ଅନୁଚିତ ହେବ। ମୁଁ ଭାବୁଛି ଆଜି ଶିବିରରେ ରାତ୍ରିଯାପନ କରିବା ଉଚିତ। କାଲି ପ୍ରଭାତରେ ବିଶ୍ୱବସୁଙ୍କ ସମ୍ବାଦ ଜଣାଇ ସାରିଲା ପରେ ଆମେ ଶବରପଲ୍ଲୀରେ ପ୍ରବେଶ କରିବା। ମୋ ମତରେ ବିଦ୍ୟାପତିଙ୍କ କଥା ହିଁ ଉପଯୁକ୍ତ। ଠିକ୍ ଅଛି ଦେବର୍ଷି। ବିଦ୍ୟାପତି, କାଲି ପ୍ରତ୍ୟୁଷରୁ ବିଶ୍ୱାବସୁଙ୍କୁ ସମ୍ବାଦ ପ୍ରେରଣ କର। ଯଥାଜ୍ଞା ମହାରାଜ। ସେନାପତି ମହାଶୟ, ଏ ପରିସ୍ଥିତିରେ କ'ଣ କରାଯିବ ମୁଁ କିଛି ଚିନ୍ତା କରିପାରୁନି। ରାଜଜେମା ଲଳିତାଙ୍କୁ ବି ଏ ସମୟରେ କିଛି କହିବା ସମ୍ଭବ ହଉନି। ଏ ରାଜ୍ୟ କ'ଣ ଅରାଜକ ହେଇଯିବ? ମନ୍ତ୍ରୀ ମହାଶୟ, ଆପଣ ଯୋଉଠି ମୁଁ ମଧ୍ୟ ସେଇଠି। ଆପଣ ଯୋଉ ତିମିରେ ମୁଁ ମଧ୍ୟ ସେଇ ତିମିରେ। ମୁଁ ଆପଣଙ୍କୁ କି ପରାମର୍ଶ ଦେଇପାରିବି? ମନ୍ତ୍ରୀ ମହାଶୟ, ଇଏ ଆପଣଙ୍କୁ କିଛି କହିବାକୁ ଚାହେଁ। ଏ ଲୋକଟି କିଏ? ମନ୍ତ୍ରୀ ମହାଶୟ, ମୁଁ ଜଣେ ନାଉରିଆ। ନଈ ଘାଟରେ ଲୋକମାନଙ୍କୁ ନଈ ପାରି କରି ଆର ଘାଟକୁ ନେଇଯାଏ। କ'ଣ ତମେ କହିବାକୁ ଚାହଁ? ମହାଶୟ, ଆଜି ଗୋଟେ ନୂଆ କଥା ଦେଖିଲି। ନଈଆର ପଟରେ କେତେ ଲୋକ ଆସି ପହଞ୍ଚିଛନ୍ତି, ଆଉ ତାଙ୍କ ସାଙ୍ଗରେ କିଛି ସ୍ତ୍ରୀ ଲୋକ ବି ଅଛନ୍ତି। ଘୋଡା, ଶଗଡ଼ ଗାଡି, ପାଲିକି ଏମିତି କେତେ କ'ଣ ଅଛି। ଆଉ ଖଣ୍ଡା ବର୍ଚ୍ଛା ଧରି ବହୁତ ସୈନ୍ୟ ସାମନ୍ତ ବି ଅଛନ୍ତି। ସେନାପତି ମହାଶୟ, ସେମାନଙ୍କ ଉଦ୍ଦେଶ୍ୟ କ'ଣ? ସେମାନେ କ'ଣ ଆମ ରାଜ୍ୟ ଆକ୍ରମଣ କରିବେ? ମୁଁ କେମିତି କହିବି? ଆପଣ ଯେମିତି ପ୍ରଥମ କରି ନାଉରିଆ ମୁହଁରୁ ଶୁଣିଲେ, ମୁଁ ମଧ୍ୟ ସେମିତି ଶୁଣିଲି। ଯଦି ସେଇଆ ହୁଏ ତାହେଲେ ଉପାୟ କ'ଣ ସେନାପତି ମହାଶୟ? ରାଜ୍ୟରେ ରାଜା ନାହାନ୍ତି, ସୈନ୍ୟମାନେ ବି ପ୍ରସ୍ତୁତ ନାହାନ୍ତି। ଏ ପ୍ରଭୁ ନୀଳମାଧବ, କି ବିପଦରେ ପକେଇଲେ ପ୍ରଭୁ। ଶୁଣନ୍ତୁ ମନ୍ତ୍ରୀ ମହାଶୟ, ଯଦି ବା ସେମାନେ ଆମକୁ ଆକ୍ରମଣ କରିବାକୁ ଆସନ୍ତି, ତାହେଲେ ସମଗ୍ର ଶବର ଜାତି ତାର ଶେଷ ରକ୍ତ ବିନ୍ଦୁ ଦେଇ ନିଜର ସ୍ୱାଧୀନତା ରକ୍ଷା କରିବ। ଜଣେ କେହି ଶବର ଜୀବିତ ଥିବା ପର୍ଯ୍ୟନ୍ତ ଏ ସଂଗ୍ରାମ ଆମେ ଜାରି ରଖିବୁ। ମୁଁ ଏ ନାଉରିଆକୁ ନେଇ ନଦୀ ନିକଟକୁ ଯାଉଛି। ଆପଣ ରାତି ସୁଦ୍ଧା ସୈନ୍ୟ ସାମନ୍ତ ପ୍ରସ୍ତୁତ କରନ୍ତୁ। ଚାଲ ନାଉରିଆ।
ଆସନ୍ତୁ ମନ୍ତ୍ରୀ ମହାଶୟ, ଆସନ୍ତୁ ଆସନ୍ତୁ। ଦେଖନ୍ତୁ ମନ୍ତ୍ରୀ ମହାଶୟ, ଦେଖନ୍ତୁ। हे प्रभु नीलमाधव, ये शबर जाति को रक्षा कर प्रभु। ଆସନ୍ତୁ ଆଜ୍ଞା, ଆସନ୍ତୁ। ମହାଜନେ 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 ଆରେ କଣ ହେଲା ଦିବାକର? ତମେ ଉଦା ଯୋଡୁ ପଡୁ ଦେହ ମୁଣ୍ଡରୁ ପାଣି ବହି ପଡୁଛି, ଧଇଁ ସଇଁ ହଉଛ। ତମେ ଦୌଡ଼ି ଦୌଡ଼ି ଆସିଲ ନା କଣ? ଦୌଡ଼ି ଦୌଡ଼ି କଣ କହୁଛନ୍ତି ମହାଜନେ? ଶକ୍ତି ଥିଲେ ମୁଁ ଉଡି ଉଡି ଆସିଥାନ୍ତି। ଆରେ? ମୁଁ ଯାହା ଦେଖି ଆସିଲି ନା। କଣ ଦେଖିଲ? ଗାଧଉଥିଲି ଆପଣେ, ହଠାତ୍ ଆଖିରେ ପଡିଗଲା, ଯାହା ଦେଖିଲି ନା। ଓହୋ, କଣ ଦେଖିଲି ନା ହଉଛ? କଣ ଦେଖିଲ କହୁନ? ମୁଁ ତ ଭାବିଲି ଏହା ଚକ୍ଷୁର ଭ୍ରମ ଥିଲା, ସେଇଥିପାଇଁ ନଦୀରେ ପହଁରି ଆର କୂଳରେ ଯାଇ ପହଞ୍ଚି ଯାହା ଦେଖିଲି, ନାଇଁ ନାଇଁ ଯାହା ଦେଖିଲି ନୁହେଁ, ଯାହା ଶୁଣିଲି। ଓହୋ ଦିବାକର, ବିରକ୍ତ ନ କରି ତମ ଦେଖିଥିବା ଶୁଣିଥିବା କଥା ମାନ ଆମକୁ କୁହ। କଣ କହିବି ମହାଜନେ, ଧାଡି ଧାଡି ଏଇ ସବୁ ଶିବିର ମାନ ଠିଆ ହେଇଛି, ଘୋଡା ବଳଦ ମାନେ ବୋବାଳି ଛାଡୁଛନ୍ତି। ରଥଟିଏ ଦେଖିଲି ଯେ ଆଖି ଠାକି ଗଲା। ହୀରା ନୀଳା ମୋତି ମାଣିକ ସବୁ ଖଞ୍ଜା ହେଇଛି, ଶଗଡ ପାଲିଙ୍କି ସବୁ ଥୁଆ ହେଇଛି। ପ୍ରହରୀଟିଏ ଯାଉଥିଲା, ତାକୁ ଡାକି ପଚାରିଲି ଯେ ଆଉ ସିଏ ଯାହା କହିଲା ନା। ପୁଣି ଓହୋ, କହୁଛି ମହାଜନେ କହୁଛି। ସିଏ କହିଲା ଇନ୍ଦ୍ରଦୁମ୍ନ ବୋଲି ଜଣେ ରାଜା ଏଠିକି ଆସିଛନ୍ତି। ଓହୋ, ଇନ୍ଦ୍ରଦ୍ୟୁମ୍ନ, ଅବନ୍ତୀର ମହାରାଜ ଇନ୍ଦ୍ରଦ୍ୟୁମ୍ନ। ଆପଣ କଣ ତାଙ୍କୁ ଜାଣିଛନ୍ତି ବାଚସ୍ପତି ମହୋଦୟ? ତମେ ସମସ୍ତେ ଜାଣ, ବର୍ଷକ ତଳେ ମୁଁ ତୀର୍ଥ ଭ୍ରମଣ ଯାଇଥିଲି। ସେହି ସମୟରେ ମୁଁ ଅବନ୍ତୀ ନଗରରେ ପହଞ୍ଚିଥିଲି। କିଛି ପ୍ରଜାମାନଙ୍କ ଠାରୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ସୁଖ୍ୟାତି ମୁଁ ଶୁଣିଥିଲି। ସେ ସୁଶାସକ, ଜଣେ ପ୍ରଜାବତ୍ସଳ ଏବଂ ଜଣେ ପରମ ବିଷ୍ଣୁ ଭକ୍ତ। କଥାଟା ତାହେଲେ ଏଇଠି ଆଉ। କଣ କଥାଟା ଏଇଠି? ଆପଣ ତ କହୁଥିଲେ ନୀଳମାଧବ ହେଉଛନ୍ତି ସ୍ୱୟଂ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି, ଆଉ ସେଇଥିପାଇଁ ରାଜା ଇନ୍ଦ୍ରଦୁମ୍ନ ତାଙ୍କୁ ଦର୍ଶନ କରିବାକୁ ଆସିଛନ୍ତି। ହଁ, ତାଙ୍କ ସହିତ ଆଜି ଆମର ଦେଖା ହବା ନିହାତି ଆବଶ୍ୟକ, ଏଇ ମୁହୂର୍ତ୍ତରେ। विद्यापति ମହାରାଜ, तमे वर्तमान विश्वावसु जाई साक्षात कर, तांको आम शिविर को आमंत्रण करी आण। तांको संगे बंधुता सूत्र रे आबद्ध हैला परे आमे प्रभु नीलमाधवंक दर्शन पाई जिवु। ମହାରାଜଙ୍କର ଜୟ ହେଉ। की संवाद रखी 4 ଜଣ ବ୍ରାହ୍ମଣ ଆପଣଙ୍କୁ ସାକ୍ଷାତ କରିବା ପାଇଁ ବାହାରେ ଅପେକ୍ଷା କରିଛନ୍ତି। ଯାଅ ରାଜା, ସାକ୍ଷାତ କର। ओं सं नो देवा विश्वदेवा भवन्तु, सं सतस्वती सधीभिरस्तु, समभिषाच समुरातिशाचौ, सं नो दिव्यः पार्थिवः, सं नो अप्याः, सं नो सत्यस्य पतयो भवन्तु, सं नो अर्वन्त समुसन्तु गावौ, सं नो रुभवः सुकृतः सुहस्तः, सं नो भवन्तु पितरो हवेषु। ओं मधुवातारुतायते मधुक्षरन्ति सिन्धवः, माधिर्नश्वन्तु सदीः, मधुनक्तो मृतो शशिः, मधुमात् पार्थिवं रजौः, माधिर्गावो भवन्तु नः। ओं शान्तिः शान्तिः शान्तिः। हे ब्राह्मण माने मु आपण को प्रणाम करुछि। अभीष्ट सिद्धरस्तु। आपणक परिचयर आवश्यकता नहीं अवंती अधिपति। आपणक कीर्तिराजी जम्बूद्वीप भारत वर्ष सारा व्याप्त। आपण प्रजानुरंजन, सुशासक एवं जड़े परम विष्णुभक्त राजा। मु एभली प्रशंसार योग्य कि ना से कथा मु जानिनी, तेबे आपण जे मते जानिछथि सेथिपई धन्यवाद। मु जड़े विदेशी, दयाकरी आपण मानक परिचय मते देबे कि? राजन, नदी सेपटरे एक सबरपल्ली अच्छी। से सबरपल्ली ठारू किछि दूर दक्षिण को गले एक ब्राह्मण बसती अच्छी। आमे माने सेई बसतीर अधिवासी। मो दीनबंधु बाचस्पति, ये हेले गंगाधर शर्मा, ये दिवाकर, आउ ये हेले बिरंची द्विवेदी। मो पाखु आसिबार उद्देश्य? राजन, आम्भे संवाद पाइलु
ନୀଳଗିରି ପର୍ବତ କନ୍ଦରରେ ଅଧିଷ୍ଠିତ ନୀଳମାଧବଙ୍କ ଦର୍ଶନ ନିମନ୍ତେ ଆପଣ ଆସିଛନ୍ତି, ଆପଣମାନେ ପାଇଥିବା ସମ୍ବାଦ ସତ୍ୟ। କିନ୍ତୁ ଆପଣ ସେଠିକି ଯିବେ କେମିତି? ପର୍ବତ ତଳଦେଶର ଅରଣ୍ୟ ଅତ୍ୟନ୍ତ ସ୍ୱାପଦ ସଂକୁଳ, ପଶୁମାନେ ହିଂସ୍ର ଏବଂ ନରଖାଦକ ହେଇ ଉଠିଛନ୍ତି। ତା ଛଡ଼ା ସବୁଠାରୁ ବଡ଼ ବାଧା ହେଲା ଶବର ରାଜା ବିଶ୍ୱାବସୁଙ୍କ ବ୍ୟତୀତ ପ୍ରଭୁ ନୀଳମାଧବଙ୍କ ନିକଟକୁ ଯିବାର ରାସ୍ତା ଆଉ କେହି ଜାଣିନାହାନ୍ତି। ସେଇଥିପାଇଁ ତ ମୁଁ ବର୍ତ୍ତମାନ ବିଦ୍ୟାପତିଙ୍କୁ ତାଙ୍କ ନିକଟକୁ ପ୍ରେରଣ କରିବାକୁ ଯାଉଛି। ଆପଣମାନେ ଜାଣିଛନ୍ତି ନିଶ୍ଚୟ ବିଦ୍ୟାପତି ବିଶ୍ୱାବସୁଙ୍କ ଜାମାତା। ସେ କଥା ଆମେ ଜାଣିଛୁ, କିନ୍ତୁ ଏକଥା ଜାଣିନଥିଲୁ ଯେ ବିଦ୍ୟାପତି ଅବନ୍ତୀନଗରର ଅଧିବାସୀ। ସେ ମୋର ବିଶ୍ୱସ୍ତ କର୍ମଚାରୀ ଏବଂ ରାଜପୁରୋହିତଙ୍କର ଅନୁଜ। ବିଦ୍ୟାପତି ବିଶ୍ୱାବସୁଙ୍କ ଜାମାତା ଏକଥା ଆମ ଅଞ୍ଚଳ ସାରା ସମସ୍ତେ ଜାଣନ୍ତି, କିନ୍ତୁ ବିଦ୍ୟାପତି ବୋଧେ ଜାଣିନାହାନ୍ତି ଯେ ସେ ଯିବାର କିଛି ଦିନ ପରେ ବିଶ୍ୱାବସୁ ଏଠାରୁ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। हे प्रभु नीलमाधव, ए कौन कल प्रभु? जी तमर परम पूजक थिले, जहां सहित मो बंधुता सूत्र आबद्ध हेबी बोली स्वप्न देखुली, से स्वप्न कहीं भांगीदेल प्रभु? ए तुमर की माया? आपण जेमिति हो जेकोसी उपाय हो प्रभु नीलमाधवकर दर्शन करंतु राजन। सबर हेले भी विश्वाबसु आम शत्रु नथिले, बरं प्रभु नीलमाधवकर अनुग्रह पाइथिबारु आमे समस्ते ताकु श्रद्धा करुथिलु। केवल सबुठु बड़ क्षोभ थिला वैदिक मंत्र रे महाप्रभु नीलमाधवकर पूजा अर्चना करा जाउ नथिला बोली। आज विश्वाबसु नाहंती, बहुत दिन धरि प्रभु नीलमाधव अपूजा ही रहिछंती। आपण जेमिति हो प्रभु नीलमाधवकर प्रतिमूर्ति उद्धार करी ताको पूजार्चनार व्यवस्था करंतु राजन। एतिकी मात्र आमर अनुरोध। जदि विश्वाबसु नाहंती ताले नीलमाधवଙ୍କ संधान मिलिबो केमिति? मिलिबो। एठू जीवा पूर्वरु सबु व्यवस्था मु करि सारिछि। विश्वाबसु मो आखिरे पट्टी बांधि नै जाइथिले सत, किंतु गोपन रे मु सांगरे नैथिबा सरिष बुणी बुणी चलीथिले। से माघी सरिष खूब चंचल उठे आ खूब शीघ्र फूल धरे। वर्तमान रास्ता सारा गुंफा पर्यंत से सरिष फूल हमको बाट कड़े नब। महाराज काली विचलित हो पड़ते, किंतु मु तांको आश्वासन देछि काली प्रतिस्वरू देवर्षि नारद मु आ महाराज नीलगिरी पर्वत अभिमुखे यात्रा आरंभ करिबु। कौन भावुच काली आमर यात्रा कथा? ना मु से कथा भाबुनी। मु भाबुची से निरीमाखी हिन कपालीर कथा, जहार ना ललिता। स्वामी निरधिष्ट, पिता कलेजे आ फेरिलेनी। कौन बीतुथबो ता जीवन रे? केमिति बीतुथबो ता दिवस आ रजनी सब? आर्य, मु आपण को केबे किछि भी मागिनी। आज गोटे अनुरोध करिबी, रखिबे? कुह। ललिता को साक्षात करबा पई मते अनुमति दियंतु। कौन करि परिबो तुमे? तार दुख और अभिमान को तुमे कौन पोछि दे परिबो? अंततः चेष्टा तो करि परिबी। दुख को घुंचै न पारी, किंतु अभिमान तो पोछि दे परिबी। चेष्टा कले होय तो पारिबो, किंतु किंतु जीव केमिति? आपण को बंधु सृष्टिधर कौन आपण को सांगरे जाउछंती? ना, देवर्षि नारदଙ୍କ आदेश। केवल से मु और महाराज से स्थान को जाई परिबे। महाराज वर्तमान सब कार्य देवर्षि नारदଙ୍କ कथा अनुसार ही करूछंती। सुनिली अरण्य विपद संकुल। उद्देश्य जदि महत ताहले जेते बाधा विघ्न आसु पछे किछि असुविधा हबनी। ठीक अछि, तमे जदि ललिता को देखा करिया को चाहछ ताहले सृष्टिधर को सांगरे धरि जा। मु तांको जीवा पई अनुरोध करिबी।
কমলিনী সুলোচনা কুଆড়ে গেল জলদি আস জলদি আনো ঢাল এই কমলিনী তু ঢাল ଥାଉ ସେତିକି ଥାଉ। ତୁ ଛୁଆଟାକୁ ମାରିଦବୁ ନା କଣ? ଯେମାକୁ ବଞ୍ଚିଛନ୍ତି କି ଧାଇମା ଖାଲି ଦେହଟା ସିନା ଚଳପ୍ରଚଳ ହେଉଛି ହେଲେ ମନଟା କେବେଠୁ ମରିଯାଇଛି। ଦେଖ କୁସୁମ ଏମିତି କଥା ଆଉ କେବେ ମୁହଁରେ ଧରିବୁନି। ମୋ ଝିଅ 100 ବର୍ଷ ବଞ୍ଚୁ। ଏଇମିତି ଧାଇମା ଉ ନାହିଁ କିଛି ଉ ନାହିଁ ପାଟିରୁ ବୋଧେ କଥା ବି ବାହାରୁନି ନା ହସୁଛନ୍ତି ନା କାନ୍ଦୁଛନ୍ତି। ଭାତ ଚକଟି କ୍ଷୀରରେ ମିଶେଇ ପିଆଯାଉଛି ସେଥିରେ ପୁଣି ପାଟିରେ ବାଡ଼ି ପୁରେଇ ଆ କରେଇବାକୁ ପଡୁଛି। ଇଏ ଗୋଟେ ଜୀବନ ଧାଇମା। ମୋ ମନ କହୁଛି କୁସୁମ ଭଲ ଦିନ ଫେରି ଆସିବ। ସେ ପୁଣି ହସିବ କାନ୍ଦିବ କଥା କହିବ। ରାତି ଥିଲେ ଦିନ ଆସିବ। କୁସୁମ ତାକୁ ଧର। କୁସୁମ ନେଇଯା ତାକୁ ଶୁଖିଲା ଲୁଗା ପିନ୍ଧେଇ ଦେ। ଧାଇମା ଧାଇମା ଜଣେ ବିଦେଶୀ ସ୍ତ୍ରୀ ଲୋକ ଜେମାଦେଙ୍କୁ ଦେଖା କରିବାକୁ ଆସିଛନ୍ତି। ବିଦେଶୀ ସ୍ତ୍ରୀ ଲୋକ କୋଉଠୁ ଆସିଛନ୍ତି? ସେ କଥା ମୁଁ ପଚାରିଲି ସେ କିଛି କହିଲେନି ଖାଲି ଏତିକି କହିଲେ ତମେ ମତେ ତୁମ ଜେମାଦେଙ୍କ ପାଖକୁ ନେଇ ଚାଲ। ସେ କୁଆଡେ ଜେମାଦେଙ୍କ ଅବସ୍ଥା କଥା ଆସିବା ବାଟରେ ଆମ ଲୋକଙ୍କ ମୁହଁରୁ ଶୁଣିଛନ୍ତି। ବଡ଼ ଆଶ୍ଚର୍ଯ୍ୟ କଥା। ଜନ୍ମ ହେଲା ଦିନଠୁ କୌଣସି ବିଦେଶୀ ସ୍ତ୍ରୀ ଲୋକ ତାକୁ ଦେଖା କରିବାକୁ ଆସିନାହାନ୍ତି। ଇଏ କାହୁ ଆସିଲେ? ଡାକିଦେବି ଧାଇମା? ହଁ ଡାକିଦେ। କିଏ ସେ? କୋଉ ଦେଶର ସ୍ତ୍ରୀ ଲୋକ? ଜେମାକୁ ଦେଖା କରିବାକୁ କାହିଁକି ଆସିଛି? କଣ ତାର ଉଦ୍ଦେଶ୍ୟ? ସେଇଠି ଅଛନ୍ତି। ଧାଇମା ତମେ ମୋ ନାଁ ବି ଜାଣିଛ? ତାଠୁ ଆହୁରି ବେଶୀ କଥା ବି ମୁଁ ଜାଣିଛି। ଆହୁରି ବେଶୀ କଥା? ହଁ ଯେମିତି ଜନ୍ମ ଦେଇ ଲଳିତାର ମା ଦେହ ତ୍ୟାଗ କଲେ ତା ପରଠାରୁ ଆଜି ଯାଏ ଆପଣ ହିଁ ତାର ପ୍ରକୃତ ମା। ତମେ ତମେ କିଏ? ଲଳିତା ସାଙ୍ଗରେ ମତେ ଥରେ ଦେଖା କରିବାର ସୁଯୋଗ ଦିଅନ୍ତୁ ତାପରେ ତା ମୁହଁରୁ ଆପଣ ନିଜେ ଶୁଣିବେ। ନିଜ ମୁହଁରୁ ଶୁଣିବି? ତାମାନେ ସେ କଥା କହିବ? ମୋର ବିଶ୍ୱାସ ଅଛି ସେ କଥା କହିବ। ସେ ଯଦି କଥା କୁହେ ମୁଁ ତମ ଋଣ କେବେ ବି ସୁଝି ପାରିବିନି। ଆରେ
ଏଠି ଋଣ କଥା କାହିଁକି ଉଠୁଛି? ଆପଣ ଜାଣିନାହାନ୍ତି ତାର କଥା କହିବାଟା ମୋ ପାଇଁ ବି ନିହାତି ଦରକାର। ଧାଇମା ଲୁଗା ପିନ୍ଧେଇ ଦେଇଛି, ମୁଣ୍ଡ ବି କୁଣ୍ଡେଇ ଦେଇଛି। ସେ ଏବେ ପଲଙ୍କ ଉପରେ ବସିଛନ୍ତି। ମୁଁ ଯିବି? ହଁ ଯାଅ। ମୋର ଗୋଟେ ଅନୁରୋଧ, କିଛି ସମୟ ପାଇଁ ଆମ ଦୁହିଁକୁ ଏକୁଟିଆ ଛାଡ଼ିଦେବେ। କଥା ଦେଲି, ଯାଅ। ଧାଇମା ଇଏ କିଏ? କେଜାଣି ଏତେ କମ ବୟସର ଝିଅଟେ। ଲଳିତାଠୁ ବର୍ଷେ କି 2 ବର୍ଷ ବଡ଼ ହବ, କିନ୍ତୁ ମନେ ହଉଛି ତାର ବୁଦ୍ଧି ଅଛି। ଆ ଅନ୍ଧାର ଘର ଭିତରଟାରେ ଏକା ଏକା ବସି ରହିଛି ଲଳିତା। ସୂର୍ଯ୍ୟଙ୍କର ଉଜ୍ଜଳ କିରଣ, ନଦୀ ଆଡୁ ବହି ଆସୁଥିବା ସୁଲୁସୁଲିଆ ବା, ଆଉ ବାହାରେ ବିଭିନ୍ନ ପକ୍ଷୀମାନଙ୍କ କାକଳି। ଏ ସବୁକୁ ବାଦ ଦେଇ ତୁ ଦିନ ଦିନ ଧରି ଏ ଅନ୍ଧାର ଘର ଭିତରେ କେମିତି ରହିଛୁ? ଦେଖ, ମୁଁ ତୋ ପାଇଁ ନେଇ ଆସିଛି ସୂର୍ଯ୍ୟଙ୍କ ଉଜ୍ଜଳ କିରଣ, ପକ୍ଷୀମାନଙ୍କ କାକଳି ଆଉ ଦେହ ଉଲୁସା ପବନ। ଇସ୍ କେତେ ସୁନ୍ଦର! ପୁରୁଷ କଥା ଛାଡ, ଆଲୋ ମୁଁ ପରା ପ୍ରଥମ ଦେଖାରେ ତୋ ପ୍ରେମରେ ପଡିଗଲି। ତତେ ଦେଖିଲା ପରେ ତୁ ଯେ ମୋ ସଉତୁଣୀ ସେ କଥା ଭାବିବାକୁ ବି ଇଚ୍ଛା ହଉନି। ତୁ ତାଙ୍କୁ ଠିକ କଥା କହିଥିଲୁ, ମୁଁ ତ ବଡ ଭଉଣୀ, କେବଳ ବଡ ଭଉଣୀ। ତୋ ପାଖରେ ତା ବ୍ୟତୀତ ମୋର କିଛି ବି ପରିଚୟ ନାହିଁ। ମୋ ସାଙ୍ଗରେ କଥା ହବନି? ତମ ଲୋକମାନଙ୍କ ଠାରୁ ଆଉ ତାଙ୍କ ଠାରୁ ତୋ ବିଷୟରେ ଟିକେ ନିଖି ଶୁଣି ଆସିଛି। ବୈଦଙ୍କ କହିଥିବା କଥା ମଧ୍ୟ ମୁଁ ଶୁଣିଛି। ତେଣୁ ମୁଁ ପ୍ରତିଜ୍ଞା କରି ଆସିଛି, ତତେ ମୁଁ କଥା କୁହେଇବି, ତୋ ମୁହଁରେ ହସ ଫୁଟେଇବି, ଆଉ ତୋ ଆଖିରେ ଲୁହ ଝରେଇବି। କଥା କହ ଲଳିତା, କଥା କହ ଲଳିତା, କଥା କହ। ମୁଁ ତତେ ଗୋଟେ କାହାଣୀ କହିବି ଲଳିତା? ନା ନା, ଠିକ କାହାଣୀ ନୁହେଁ, ଜଣକ ଜୀବନରେ ଅଙ୍ଗେ ଲିଭା ଘଟଣା। ବହୁ ଦିନ ତଳର କଥା। ପ୍ରଭୁ ନୀଳମାଧବଙ୍କର ଜଣେ ପୂଜକ ଥିଲେ। ଖାଲି ପୂଜକ ତ ନଥିଲେ, ଗୋଟେ ରାଜ୍ୟର ରାଜା ମଧ୍ୟ ଥିଲେ। ତାଙ୍କର ଗୋଟେ ବୋଲି କନ୍ୟା ଥିଲା, ଭାରି ଅଲିଅଳି, ଭାରି ସୁକୁମାରୀ। ଜନ୍ମ ଦେଇ ତା ମା ମରି ଯାଇଥିଲେ ବୋଲି ରାଜା ତାକୁ ବହୁ ଗେଲବସରେ ବଢେଇଥିଲେ। ଏମିତି କିଛି ଦିନ ବିତିଗଲା। ଝିଅଟି ତିଳ ତିଳ ହୋଇ ତିଳତମା ହୋଇଗଲା। ଯୌବନ ତାର ସବୁ ସମ୍ଭାର ଝିଅଟି ଉପରେ ଅଜାଡ଼ି ଦେଲା। ଝିଅଟି ସ୍ୱପ୍ନ ଦେଖିବାକୁ ଲାଗିଲା ଯେ ତା ଜୀବନରେ କେହି ଜଣେ ଆସିବ, ପକ୍ଷୀରାଜ ଘୋଡ଼ାରେ ଚଢ଼ି, ଆଉ ଆସି କହିବ, ରାଜକୁମାରୀ ମୁଁ ତମକୁ ନବାକୁ ଆସିଛି। ସତକୁ ସତ ସେ ଆସିଲା, କିନ୍ତୁ ପକ୍ଷୀରାଜ ଘୋଡ଼ାରେ ଚଢ଼ି ନୁହଁ, ସତ ସତିକା ଘୋଡ଼ାରେ ଚଢ଼ି। ଠିକ ସେତିକି ବେଳେ ଗୋଟେ ଅଘଟଣ ଘଟିଗଲା। ଝିଅଟି ସାଙ୍ଗମାନଙ୍କ ସାଙ୍ଗରେ ନଦୀ ଜଳରେ କ୍ରୀଡ଼ା କରୁଥିବା ବେଳେ ତା ଗୋଡ଼ ହଠାତ୍ ଖସିଗଲା। ବୁଡ଼ି ଯାଉଥିବା ବେଳେ ଯୁବକ ଜଣକ ତାଙ୍କୁ ଉଦ୍ଧାର କଲେ। ଆଉ ତାପରଠାରୁ ଝିଅଟି ତାଙ୍କୁ ମନେ ମନେ ପୂଜା କରିବାକୁ ଲାଗିଲା। ରାଜା ଏକଥା ଜାଣିପାରି ଯୁବକକୁ ଡାକି ରାଜକୁମାରୀକୁ ବିବାହ କରିବା କଥା କହିଲେ, କିନ୍ତୁ ଯୁବକ ଜଣକ ବିବାହ କରିବାକୁ ମନା କରିଦେଲେ। ତାଙ୍କୁ ବନ୍ଦୀ କରାଗଲା। ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ରାଜା ଆଦେଶ ଦେଲେ। ରାଜକୁମାରୀଙ୍କ ଜୀବନରେ ସବୁଠୁ ଅନ୍ଧାରମୟ ଦିନ ସେଇଟା ଥିଲା, ଯେଉଁଦିନ ରକ୍ଷୀମାନେ
ଯୁବକ को बद्धभूमि को नहीं गले। बद्धभूमि रे लोक माने जमी रही थांते। समस्त मन रे उत्कंठा। युवक को बेक को अर्गली रे पुरे दिए गला। घातक खंडा धरी ठिया हैला। युवक शेष इच्छा बोली कौन पचरा गला, किंतु युवक जनक नीरव रहिले। ताको हत्या करिबार आदेश दिया गला। घातकर खंडा बेक ऊपर को नई आसताए। समस्ते विस्फारित आखिरे ताको चाही रही थांती। नई आसताए, खंडा बेक पाखो को नई आसताए और तापरे हठात ना एमिति नुहे, एमिति नुहे। ठीक कथा। एमिति हेथिले ललिता आज मौनावती काई हे थांता? किए तमे किए? तो पे बैद जहा घटी नाही काहे कि से कथा कहिल? आहुरे तो बहुत कथा कहबार अछि। तोर हसिबार अछि, कांदिबार अछि। कथा कहिलुनी जेते बेली कथा सुनिबार अवस्था को भी तू आसी गलुनी। मु तते गोटे जिनिस देखैबी आ तापरे आपे आपे तू मोर किछिटा परिचय पाइ जिबु। ए देख, ए मुदिटा हैला केही जणे काहाको देइथिबा अभिज्ञान अंगुरिय। ए मुदी हीरा पत्थर बसा मुदी। आज तमे एइटा पिंधिब। तम पिंधा मुदी मते काहे पिंधाइल? तम हाथे थिले तमे जानिब जे मु तम पाखरे अछि। मो हाथे थिले तमे जदि मते छाड़ी के भी चली जाओ ताहले मोदीर हीरा मुहरे दे मु मरि जीवी। सेइथि पे तुमको देई देली। मुझे ए आशंका करथि मते मु बचु बचिबी मु बचिबा को कारण से अछंती। से अबंतर मो संगे आसी छंती। की तमे की? मु तो बड़ भौणी। बड़ भौणी? ए उत्कल रे गोटे बड़ नदीटे अछि। ता ना होछि महानदी। आ आमे दी जण उपनदी से महानदी रे आसी मिसिचे। माने माने तो मीनाक्षी तांकर प्रथम स्त्री। आलो एबे हसिबो ना कांदिबो? कांदिबी काहे की? मो पाखे तो तमर से गोटिए परिचय बड़ भौणी। ताहले हस हस ना। धाइमा मु ये कौन देखुची? चुप पार्टी करना। ललिता ललिता आपण को झिया को देखंतु धाइमा। कथा कहबार तो सुनिले, हसी हसी आसुथिबार भी देखिले। आ घर भितरे भी से बहुत कांदुथिला। हेले तमे किए झियो कहून काई के? झियो बोली डाकिले फिर तमे कहउचंती? हेला एबे तू किए? मो परिचयटा मु निजे न दे ललिता देले भल हब धाइमा। धाइमा ए मोर बड़ भौणी, तांकर प्रथम स्त्री। प्रथम स्त्री? मु तो केबे आगरो तू सुनि नथिलु सिना, हेले से मते कहिथिले। आज निज आखिरे देखिलु तो ललिता तांकर पादर काणी आगुठी की भी सरी नुहे। जन्ना जते तारा को पड़ बोले कहबो ताहले मोर बा कोन कहबार अछि? हेले मो पई तमे दुहे के बड़ नुह कि छोट नुह। प्रभु नीलमाधव करंतु तमे दुई जण दुईटी भौणी परी सुखरे दिन काट।
জগতর নাথ জগন্নাথ বিন্দু ঠারু সিন্ধু তুমে সর্বব্যাপ্ত আপনা ইচ্ছারে অধা গঢ়া হই বসি অছাহে নীলাদ্রি গোসাই ভাবরে প্রকট অভাবে গুপত তুমে হি আরম্ভ তুমে হি সমাপ্ত শ্রী জগন্নাথ